ଅନୁଗୁଳ ଜିଲ୍ଲା ବଅଁରପାଳ ନାଲ୍କୋ ସିପିପି ପେରିଫେରି ଟ୍ରକ୍ ମାଲିକ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ହୋଟେଲ ଜସ୍ମିନ୍ ପ୍ୟାଲେସଠାରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ପରମାନନ୍ଦ ମିଶ୍ର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ। ସଭାପତି ଭାବରେ ମୁକୁନ୍ଦ ରାଉତ, ଉପସଭାପତି ଭାବରେ ଦୀପକ ସାହୁ, ସାଧାରଣ ସମ୍ପାଦକ ଭାବରେ ନାରାୟଣ ଚନ୍ଦ୍ର ସିଂ, ସହ ସମ୍ପାଦକ ଭାବରେ ନୀଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଭାବରେ ଆଲୋକ ସାହୁ ଶପଥ ଗ୍ରହଣ କରିଥିଲେ। କମିଟିର ଅନ୍ୟ ନୂତନ ସଦସ୍ୟ ରଞ୍ଜନ ଦାସ, ରଞ୍ଜନ ସାହୁ, ପ୍ରଦୀପ ସାହୁ, ଦୁଷ୍ମନ୍ତ କୁମାର ଦାସ, ଦୀପକ ସାହୁ, ସଚ୍ଚିଦାନନ୍ଦ ରାଉତ, ହେମନ୍ତ ସାହୁ, ଜୟନ୍ତ ବରାହ, ଲୋକନାଥ ସିଂ, ପ୍ରଦୀପ ରାଉତ, ସନ୍ତୋଷ ବିଳାସ, ବୈକୁଣ୍ଠନାଥ ସୁବୁଦ୍ଧି, ଦୁଷ୍ମନ୍ତ ଦାସ, ଉତ୍ସବ ପଣ୍ଡା ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂଘର ବରିଷ୍ଠ ସଦସ୍ୟ ସତ୍ୟବାନ ବରାହ, କୁଳମଣି ବିଳାସ, ଅକ୍ଷୟ କୁମାର ଗାହାଣ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ସିଂ ଧନ୍ୟବାଦ ଦେଇଥିଲେ। ଅନୁଗୁଳ ସାଗର ସାହୁ, ଓଡ଼ିଶା ମୋବାଇଲ ଟିଭି।